କି ଦୁଃଖ ପାଣ୍ଡିଆ କି ଦୁଃଖ ଦୁଃଖ ଦେଇ ଗଲା ପାଣ୍ଡିଆ ନନା ଦୁଃଖ ଦେଇ ଗଲା ପାଣ୍ଡିଆ ନନା। ତ ହାଏ ସାଙ୍ଗମାନେ, ପୁଣି ଆଜିକାଲି ବହୁତ ଦିନ ପରେ ତ ମୋ ଦେହ ଟିକେ ସୁସ୍ଥ ନଥିଲା, ତ ପ୍ଲିଜ୍ ଗୋଟେ ରିକ୍ୱେଷ୍ଟ ସମସ୍ତ ମୋର ସପୋର୍ଟ ଯେତିକ ତ ଭିଡ଼ିଓଟି ମୋହନ ମାଝୀ ସାର୍ଙ୍କ ପାଖରେ ନିହାତି ପହଞ୍ଚାନ୍ତୁ। ପ୍ଲିଜ୍ ସମସ୍ତଙ୍କୁ ମୁଁ ରିକ୍ୱେଷ୍ଟ କରି କହୁଛି, ଭିଡ଼ିଓଟି ସେମିତି କିଛି ଇମ୍ପୋର୍ଟାଣ୍ଟ ଅଛି ତ ନିହାତି ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ତ କଥା ହେଲା କ'ଣ ନା, ଜଣେ ଭାଇ ଆମର କମେଣ୍ଟ କରିଥିଲେ, ତାଙ୍କ ନାଁ ହେଉଛି ଚନ୍ଦନ ପରିଡ଼ା, ଜିଲ୍ଲା ହେଉଛି ବାଲେଶ୍ୱର, ବ୍ଲକ ହେଉଛୁ ଜଳେଶ୍ୱର, ଆଉ ଗାଁ ନାଁ ହେଉଛୁ ତାଳବଣିଆ ପାଣିଗ୍ରାହୀ। ତ ସେ ଭାଇ ଜଣକ କ'ଣ କହିଛନ୍ତି ନା, ତାଙ୍କ ଗାଁରେ ଏପର୍ଯ୍ୟନ୍ତ ନା ପାଣି ସୁବିଧା ହେଇଛି ନା ପାଇଖାନାଟେ ମିଳିଛି। ପ୍ଲିଜ୍ ସେଠିକାର ସେ ଗାଁ, ସେଇ ତାଳବଣିଆ ପାଣିଗ୍ରାହୀ ଗ୍ରାମରେ ଯିଏ ବି MLA ଅଛି, ସରପଞ୍ଚ ଅଛି, ସେମାନଙ୍କୁ ବି ମୋର ରିକ୍ୱେଷ୍ଟ, ତାଙ୍କ ଗାଁରେ ନିହାତି ସବୁ ସୁବିଧା କରନ୍ତୁ। ଆଉ ମୋହନ ମାଝୀ ସାର୍ ଆପଣଙ୍କୁ ମୁଁ ବି ରିକ୍ୱେଷ୍ଟ, ହାତ ଯୋଡ଼ି ରିକ୍ୱେଷ୍ଟ କରୁଛି, ତ ସେ ଗାଁରେ ସବୁ ସୁବିଧା କରାଯାଉ। ତ ସେ ଭାଇ ପ୍ରଥମ ଜଣେ କମେଣ୍ଟ କରି କହିଛନ୍ତି କି ଏମିତି ସୁବିଧା କିଛି ମିଳିନାହିଁ, ଏପର୍ଯ୍ୟନ୍ତ ତାଙ୍କର 2 ବର୍ଷ ହେଇଗଲାଣି, ପାଖାପାଖି 2 ବର୍ଷ 3 ବର୍ଷ କିଛି ସୁବିଧା ମିଳିନାହିଁ। ତ ପ୍ଲିଜ୍ ଭିଡ଼ିଓଟି ନିହାତି ଆମର ମୋହନ ମାଝୀ ସାର୍ଙ୍କ ପାଖରେ ପହଞ୍ଚାନ୍ତୁ। ସେ ଭିଡ଼ିଓଟି ଦେଖିଲେ ନିହାତି କିଛି ସୁବିଧା ତାଙ୍କ ଗାଁରେ ମିଳିବ। ମୁଁ ଆଶା କରୁଛି ମୋହନ ମାଝୀ ସାର୍ ଭିଡ଼ିଓଟି ଆପଣଙ୍କୁ ବି ଭଲ ଲାଗିବ, ଆଉ ନିହାତି ସାହାଯ୍ୟ କରିବେ। ଆରେ ବିଜେପି ଆସିଛି ଏଥର, ନିହାତି ସାହାଯ୍ୟ ମିଳିବ, ନିହାତି, ତ ଗ୍ୟାରେଣ୍ଟି 100% ମୁଁ କହୁଛି। ତ କିଛି ଟେନସନ୍ ନେବାର ନାହିଁ। ଚନ୍ଦନ ଭାଇ, ଯାହା ହଉ ଅଶେଷ ଆପଣଙ୍କୁ ବି ଧନ୍ୟବାଦ ତ କମେଣ୍ଟ କରି ଜଣାଇଥିବାରୁ। ତ ଭିଡ଼ିଓଟି ଶେଷ କରୁଛି। ଭିଡ଼ିଓଟି ଯଦି ଭଲ ଲାଗିଥିବ ନିହାତି ଗୋଟେ ସବସ୍କ୍ରାଇବ୍ କରିବେ। ଆଉ ଯେଉଁମାନଙ୍କର ଯେକୌଣସି ପ୍ରୋବ୍ଲେମ୍ ଅଛି ପ୍ଲିଜ୍ କମେଣ୍ଟ କରି ଜଣାନ୍ତୁ, ସେ ବିଷୟରେ ବି ମୁଁ ଭିଡ଼ିଓ ବନେଇବି। ରଖୁଛି, ଜୟ ଜଗନ୍ନାଥ।